ମାଛ ମାରିବାକୁ ଯାଇଥିଲେ ଶବ ହୋଇ ଫେରିଲେ। ଗଭୀର ସମୁଦ୍ରରେ ଡଙ୍ଗାର ରଶିରେ ଛନ୍ଦି ହୋଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ଧାମରା ଜେଟିରୁ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳର ନୃସିଂହ ଦଳାଇ। ଧାମରା ଥାନାରେ ଅଭିଯୋଗ। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ପାଟକୁରାରେ ଭୟାବହ ଅଗ୍ନିକାଣ୍ଡ। ଦୋକାନ ସହ ଜିଅନ୍ତା ଜଳିଗଲେ ଦୋକାନୀ। କେନ୍ଦ୍ରାପଡ଼ା ଗରଦପୁର ଅଞ୍ଚଳ କଳାବୁଦା ବାରୁଣୀ ଛକରେ ବଡ଼ ଅଘଟଣ। ଦୋକାନ ପାଉଁଶରୁ ଦରପୋଡ଼ା ମୃତଦେହ ଉଦ୍ଧାର। ଅଗ୍ନିକାଣ୍ଡ ପଛର କାରଣ ଅସ୍ପଷ୍ଟ। ବର୍ଷ ଶେଷରେ ଆକାଶ ଛୁଆ ରୂପା ଦାମ। ଭୁବନେଶ୍ୱରରେ ରୂପା କିଲୋ ଟପିଲା 2.5 ଲକ୍ଷ ଟଙ୍କା। ଦିନକରେ 9,000, 5 ଦିନରେ ବଢ଼ିଲାଣି 28,000 ଟଙ୍କା। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧିର ପ୍ରଭାବ। ସେପଟେ ସୁନାର ଦାମ ଛୁଇଁଲା 1,40,000 ଟଙ୍କା। ଶୀତ ଦିନରେ ଦାଉ ସାଜୁଛି କୁହୁଡ଼ି। ଦୁର୍ଘଟଣାରେ ଯାଉଛି ନିରୀହଙ୍କ ଜୀବନ। ଆହୁରି 3 ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି। ଗାଡ଼ି ଚାଳନା ବେଳେ ସତର୍କ ରହିବାକୁ ପରାମର୍ଶ। ସେପଟେ 15 ବର୍ଷର ରେକର୍ଡ ଭାଙ୍ଗିଲା କୋରାପୁଟ ଥଣ୍ଡା। ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ପରିବାର ସହ ଇଟାଭାଟିରେ କାମ କରିବାକୁ ଯାଇଥିଲେ କଳାହାଣ୍ଡି ଧର୍ମଗଡ଼ ଅଞ୍ଚଳର 19 ବର୍ଷୀୟ ପୀଡ଼ିତା। ନଈ ପୋଲ ତଳୁ ମିଳିଲା ମୃତଦେହ। ଭୁବନେଶ୍ୱର ତୁଳନାରେ କଟକରେ ଅଧିକ ଦଣ୍ଡ ଗଣୁଛନ୍ତି ଅମାନିଆ। 2023ରେ ବର୍ଷକରେ ଗଣିଲେ 28 କୋଟିର ଜରିମାନା। 2.5 ଲକ୍ଷ ଅମାନିଆ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଲଗାତାର 3 ବର୍ଷରେ ତଥ୍ୟ ଆଗରେ ରଖିଲା କଟକ। ଆଜି ଭୁବନେଶ୍ୱର ଆସିବେ ମୁଖ୍ୟ ନିର୍ବାଚନ କମିଶନର। ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଯିବେ କୋଣାର୍କ। ରବିବାର ଦିନ ରଘୁରାଜପୁର, ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ। ସୋମବାର ବୁଥ୍ ସ୍ତରୀୟ ଅଧିକାରୀଙ୍କୁ କରିବେ ସମ୍ବୋଧନ। ଉତ୍ତରପ୍ରଦେଶରେ ଭୋଟର ତାଲିକାରୁ ବାଦ୍ ପଡ଼ିଲେ 2,89,00,000 ଭୋଟର। ଏସ୍ଆଇଆର୍ ପ୍ରକ୍ରିୟାରୁ ସାମ୍ନାକୁ ଆସିଲା ତଥ୍ୟ। ଚିହ୍ନଟ କଲେ 23 ଲକ୍ଷ ନକଲି ଭୋଟଦାତା। 31 ଡିସେମ୍ବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା। ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ। ପିଲାଙ୍କ ସାମ୍ନାରେ ପତ୍ନୀକୁ ଜାଳିଦେଲେ ସ୍ୱାମୀ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେଲା। ତିଲକ ନଗରରେ ଚାଞ୍ଚଲ୍ୟ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ। ଭାରତୀୟଙ୍କ ପାଇଁ ମରଣଯନ୍ତା ପାଲଟିଛି କି କାନାଡା। ଚଳିତ ବର୍ଷ 41 ଜଣଙ୍କ ପ୍ରବାସୀକୁ ହତ୍ୟା। 10 ଦିନରେ ଗଲାଣି 4 ଜୀବନ। ସେପଟେ ହସ୍ପିଟାଲରେ ଡାକ୍ତରକୁ 8 ଘଣ୍ଟା ଅପେକ୍ଷା କରି ଯୁବକଙ୍କ ମୃତ୍ୟୁ।